ରବିବାର ଅପରାହ୍ନ 3ଟା ଘୁଉଦୟଗିରି ସ୍ଥାନୀୟ ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର କତିଙ୍ଗିଆ ଛକ ନିକଟରେ ଜଣେ ମହିଳା ବଜ୍ରାଘାତରେ ମୃତ୍ୟୁବରଣ କରିଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁସାରେ କତିଙ୍ଗିଆ ଛକ ନିକଟ ନିବାସୀ ମନୋଜ କୁମାର ପ୍ରଧାନଙ୍କ ପତ୍ନୀ ଅମୃତା ପ୍ରଧାନ ପ୍ରାୟ 35 ବର୍ଷ ବୟସ ବଜ୍ରାଘାତରେ ମୃତ୍ୟୁ ହୋଇଛନ୍ତି। ସୂଚନା ଅନୁସାରେ ସେ ନିଜ ଛେଳି ଚରାଇବା ପାଇଁ ଜଙ୍ଗଲକୁ ଯାଇଥିଲେ ଓ ଫେରିବା ସମୟରେ କାଳବୈଶାଖୀର ତାଣ୍ଡବ ରଚିଥିଲା। ପବନ ସାଙ୍ଗକୁ ଘଡ଼ଘଡ଼ି ହେବା ଫଳରେ ବିଜୁଳି ମାରିଥିଲା। ଠିକ୍ ସେହି ସମୟରେ ଉକ୍ତ ମହିଳା ଅମୃତା ପ୍ରଧାନ କତିଙ୍ଗିଆ ATM ନିକଟ ଆମ୍ବ ଗଛ ତଳେ ରହିଥିବା ବେଳେ ହଠାତ୍ ବିଜୁଳି ତାଙ୍କ ଉପରେ ମାରିଥିଲା, ଯାହା ଫଳରେ ସେ ସେଠାରେ ହିଁ ପଡ଼ିଯାଇଥିଲେ। ପରେ ଘଟଣାସ୍ଥଳରେ ତାଙ୍କ ସ୍ୱାମୀ ପହଞ୍ଚି ଆମ୍ବୁଲାନ୍ସ ଦ୍ୱାରା ଘୁଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଓ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଉକ୍ତ ମହିଳାଙ୍କୁ ମୃତ୍ୟୁ ବୋଲି ଘୋଷଣା କରିଛନ୍ତି। ତେବେ ତାଙ୍କ ଗୋଟିଏ 14 ବର୍ଷର ଝିଅ ରହିଥିବା ବେଳେ ଅଞ୍ଚଳରେ ଏବେ ଶୋକର ଛାୟା ଖେଳିଯାଇଛି। କନ୍ଧମାଳ ଜିଲ୍ଲାରୁ ଚନ୍ଦ୍ରକାନ୍ତ ନାୟକଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।